ଭିନେ ହବାର ନା ଧରୁନାହାନ୍ତି। ମୁଁ ସବୁଦିନ ଶାଶୁ ଶ୍ୱଶୁରଙ୍କୁ ରାନ୍ଧି ଦେଇ ପାରିନି। ବଡ ଭାଇ ଭାଉଜ ସବୁବେଳେ ସୁରତରେ ରହୁଛନ୍ତି। ଏ ବିଲବାଡି କାମ ମୁଁ ଏକା ଏକେଲା କରୁଛି। ଆଜିଠୁ ଏ ବିଲବାଡି କାମ ମୁଁ କରିପାରିବିନି। ଆଜି ଯେମିତି ହେଲେ ସବୁ ଭାଗ ବାଣ୍ଟି ଦିଅ। ବର୍ଷଟି ଯା ତ ଯେତେ ଇନକମ ହେଲା ତମେ ସବୁ ରଖିଲ। ଆମେ ବର୍ଷକୁ ଥରେ ଆଇଲୁ ଯେ ତମେ କହୁଛ ଆମେ ଭାଗ ଖାଇଦେଲୁ। ଆଜି ଯେମିତି ହେଲା ଏ ବିଲ ବାଡି ଏ ଘର ଭାଗ ବାଣ୍ଟ। ହଉ ରୁଆ ରୁଆ, ତମେ ଦି ଜଣ ଭିତରେ ଝଗଡା ଲାଗନି। ଏ ଘରେ ତୁ ରହ, ସେ ଘରେ ସିଏ ରହିବ। 5 ଭଣ ବିଲ ତୁ ରଖେ, ଆଉ 5 ଭଣ ବିଲ ଇଏ ରଖିବ। ଭାଗ ତ ଛିଡିଗଲା, ବୁଢା ବୁଢୀକି ପାଇବ କିଏ? ମୁଁ ସବୁଦିନ ପୋଷି ପାରିବିନି। କହୁନ ତମେ ବଡ ଭାଇ ଆଗରେ କହିବାକୁ କଣ ଡର ଲାଗୁଛି? ହଉ ବାବା ବୋଉକୁ ତମେ ନ ରଖ, ମୁଁ ସୁରଥ ଧରିକି ପଳେଇବି। ଓହୋ, ତମେ ଦି ଜଣ ଯାଉ ଧରି ପଳେଇବ। ଲୋକ ଏଠି କଣ କହିବେ? ସାନ ବୋଉ ପୁଅ ଖାଇବାକୁ ଦେଲେନି ବୋଲି ବଡ ପୁଅ ଧରି ପଳେଇଲା। ହଉ ବୁଢା ବୁଢୀ ତମେ ରଖିବନି କି ଆମେ ରଖୁନୁ। ସେମାନେ ନିଜେ ରାନ୍ଧିରି ଖାଆନ୍ତୁ। ଚାଲ କାଇଁ। ହଉ ଆଜିଠୁ ବାବା ବୋଉ ଆମ ଘରେ ରହିବେ। ବଡ ତ ରଖିଲେନି, ତମେ କଣ ପାଇଁ ରଖିବା? ସେମାନେ ଯୋଉଠି ରହୁଛନ୍ତି ରୁହନ୍ତୁ। ଚାଲ କାଇଁ। ଏ ଜୀବନର ବନ୍ଧ